আশ্চর্য! চিত্রগুপ্ত! আজ্ঞা ମୋର ମୁଁ ବୁଝିପାରୁନି ମର୍ତ୍ତ୍ୟମଣ୍ଡଳ ଯେତେ ସବୁ ବ୍ୟକ୍ତି ମୃତ୍ୟୁବରଣ କରୁଛନ୍ତି ସେମାନେ ଏତେ ଖୁସି ଅଛନ୍ତି କେମିତି? ସେମାନଙ୍କ ମୁହଁରେ ଏତେ ହସ ଫୁଟୁଛି କେମିତି? ସେମାନେ ହସିବେନି। ଆମ ଉତ୍କଳର ଯିଏ ଶାସନ ଭାର ସମ୍ଭାଳୁଛନ୍ତି ସିଏ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଏତେ ସବୁ ଯୋଜନା କରିଦେଇଛନ୍ତି ଯେ ସେମାନଙ୍କ ପାଖରେ କାନ୍ଦିବାର କିଛି କାରଣ ନାହିଁ। ସିଏ ମଲା ପରେ ବି ଖୁସି ଖୁସିକି ଆଉଛନ୍ତି। ଶାସନ ଭାର? ହଁ। କିଏ ସେ ଶାସନ ଭାର ସମ୍ଭାଳୁଛନ୍ତି? ସମସ୍ତଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକ କୋଟି କୋଟି ଓଡ଼ିଆର ତୁମେ ସ୍ୱାଭିମାନ। ନବୀନ ପଟ୍ଟନାୟକ କଣ ସବୁ ଯୋଜନା ମାନ କରିଛନ୍ତି ମତେ ଡିଟେଲ୍ସ ପରିପ୍ରକାଶ କର। ବସନ୍ତୁ ବସନ୍ତୁ, ମୁଁ ଗୋଟି ଗୋଟିକି ତମେ ଜାଣିନ ମୋ ପାଖରେ ସମୟ ନାହିଁ, ଯଥା ଶୀଘ୍ର ପ୍ରକାଶ କର। ମହାରାଜ ଦିନ ପାଇଯିବ ରାତି ପାଇଯିବ ହେଲେ ସରିବନି, 3-4 ଦିନ ଖଣ୍ଡେ ଟାଇମ ଲାଗିବ। ତମେ ଭଲ ଭାବେ ଜାଣିଛ ଆଇ ଏମ୍ ଏ ବିଜି ପର୍ସନ, ଏତେ ସମୟ ନାହିଁ ତମର ସେ ଗପ ଶୁଣିବା ପାଇଁ। ମତେ ସଂକ୍ଷିପ୍ତରେ ପରିପ୍ରକାଶ କର। ଯଦି ଆପଣ ସଂକ୍ଷିପ୍ତରେ ଜାଣିବାକୁ ଚାହୁଁଛନ୍ତି ତାହେଲେ ମୋ ସହିତ ମର୍ତ୍ତ୍ୟମଣ୍ଡଳକୁ ଚାଲନ୍ତୁ, ସେଇଠି ଗୋଟି ଗୋଟିକି ସବୁ ଦେଖିବେ ଆପଣ। ତେବେ ଏତେ ବିଳମ୍ବ କାହିଁ, ଆସନ୍ତୁ ମହାରାଜ ଚାଲ। চিত্রগুপ্ত মহারাজ মতে কোন জায়গাକୁ আনিল? মহারাজ এইটা স্বর্গদ্বার। স্বর্গদ্বার? এ স্বর্গদ্বার মো জগপুরকু ডাইরেক্ট কনেকশন, তাহা ছড়া এ স্বর্গদ্বারকু মু বহুবার আসছি। মহারাজ মু আপনাকে কহুনথিলি ଆମ ଉତ୍କଳର ମୁଖିଆ ଏଥିବା ସବୁ ବ୍ୟବସ୍ଥା ଚେଞ୍ଜ କରିଦେଇଛନ୍ତି। ସବୁ ବ୍ୟବସ୍ଥା ଚେଞ୍ଜ କରିଦେଇଛନ୍ତି? ନାଇଁ 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 ନାଇଁ, ମୁଁ ତମ କଥାରେ ବିଶ୍ୱାସ କରିବିନି। ঠিক ଅଛି, ମୁଁ କହିଲେ ତ ଆପଣ ବିଶ୍ୱାସ କରିବେନି। ଗୋଟେ ମିନିଟ ରୁହନ୍ତୁ। ଇଏ ରଖିଲ, ଇଏ ସ୍ୱର୍ଗଦ୍ୱାରରେ ଇଏ ଦୋକାନଟା କଣ? ଦୋକାନ ନୁହେଁ ଆଜ୍ଞା, କାଉଣ୍ଟର। ଗରମରେ ସ୍ୱର୍ଗଦ୍ୱାର ଅବସ୍ଥା କଣ ହେଇଛି? କେ କଳାକାର ମରିଗଲେ କି? ଆମର ଜଣେ କଳାକାର ସୁକୁ ସୁକୁ ହଉଛନ୍ତି, ତାଙ୍କୁ ଆମେ କିଛି ଦିନ ପରେ ଆଣିବୁ ଏଇଠିକି। ଆମେ ଆସିଥିଲୁ ଦେଖିବା ପାଇଁ ଏଠି ସବୁ କଣ ବ୍ୟବସ୍ଥା ସବୁ ଅଛି। ଆଚ୍ଛା, ଆଉ ଯିଏ ମରିବ ତାର ଆଧାର କାର୍ଡ ଅଛି? ଆଧାର କାର୍ଡ ଆଜ୍ଞା, ପରିଚୟ ପତ୍ର ମୁଁ ପରେ ବୁଝେଇଦେବି। ହଁ ହଁ ଅଛି ଅଛି। ଆଧାର କାର୍ଡ ଯଦି ଅଛି ଆଉ ଚିନ୍ତା କାହିଁକି? ଏ ସରକାର ପରା ଏଠି ହରିଶ୍ଚନ୍ଦ୍ର ଯୋଜନା ଖୋଲିଛନ୍ତି, କିଛି ଅସୁବିଧା ନାହିଁ, ସବୁ ମାଗେଣା। ଧନୀଠୁ ଗରିବ ସମସ୍ତଙ୍କ ପାଇଁ ପୁରା ଫ୍ରି। ସେ କାଠ, ସେ ଘିଅ, ଖଇ, କଉଡ଼ି ସବୁ ଇତ୍ୟାଦି ଇତ୍ୟାଦି ସବୁ ଆମେ ଯୋଗାଡ଼ କରିଦେବୁ। ଆପଣ ନେଇ ଆସିବେ, ପୋଡ଼ି ଦେବୁ, ପାଉଁଶ ମୁଠେ ଧରେଇଦେବୁ। ହଁ ହଉ, ତମେ ଯାଅ ଯାଅ ଯାଅ। ହଉ ଜଣେଇବ ଆଜ୍ଞା। ଦେଖିଲେ ତ ଆଜ୍ଞା, ମୁଁ କହୁନଥିଲି ଆମ ମୁଖିଆ ଏବେ ଧନୀଠୁ ଗରିବ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏଠି ଫ୍ରି କରିଦେଇଛନ୍ତି। ମାନିବାକୁ ପଡିବ, ମାନିବାକୁ ପଡିବ। ଶୁଣ, ଆଗରୁ ଗୋଟେ ଲୋକଟେ ମରିଗଲେ ବହୁତ ଚିନ୍ତା କରୁଥିଲା। କୋଉଠୁ କାଠ ଆସିବ, କୋଉଠୁ ଘିଅ ଆସିବ, କୋଉଠୁ ଲୁଣ ଆସିବ, ଭାରି ଚିନ୍ତିତ ହଉଥିଲା। କିନ୍ତୁ ଏବେ ଖାଲି କାର୍ଡ ଖଣ୍ଡେ ଦେଖେଇଦେଲେ ସବୁ ସଫା। ଆଉ ସବୁ ଯୋଜନା କଣ ଅଛି? ଅଛି, ଆଗକୁ ଚାଲନ୍ତୁ ଦେଖେଇଦେବି। ତାହେଲେ ଯିବା। ଆଉ ବିଳମ୍ବ କରିବାନି। ଆଜ୍ଞା, ଯଥା ଶୀଘ୍ର ଆସ। ଆସନ୍ତୁ। ଚିତ୍ରଗୁପ୍ତ। ଆଜ୍ଞା ମହାରାଜ, ଇଏ ସବୁ ମୁଁ କଣ ଦେଖୁଛି? ଇଏ ଅତି ଅଦ୍ଭୁତ, ଅତି ରମଣୀୟ, ଅତି ଆକର୍ଷିତ। ଇଏ ବଡ଼ ଦୌଡ଼ ବି ବଦଳି ଯାଇଛି, ଇଏ ବଡ଼ ଦଣ୍ଡ ବି ବଦଳି ଯାଇଛି। ଚିତ୍ରଗୁପ୍ତ, ଏହା କେମିତି ସମ୍ଭବ ହେଲା? ୟାକୁ କରିବା ପାଇଁ କମ ସଂଗ୍ରାମ କରିବାକୁ ପଡୁଛି। ସଂଗ୍ରାମ? ହଁ ମହାରାଜ, ଏଠିକାର ଯେ ବିରୋଧୀ ଦଳ ଅଛନ୍ତି ସେମାନେ ୟାକୁ ବିଲକୁଲ କରେଇ ଦଉନଥିଲେ। ତାହେଲେ ହେଲା କେମିତି? ବହୁତ ଘାତ ପ୍ରତିଘାତ ଭିତରେ ଏସବୁ ହେଇଛି। କିଏ ଏହାକୁ କରିଛନ୍ତି? ଭିକେ ପାଣ୍ଡିଆନ ଜି। ଭିକେ ପାଣ୍ଡିଆନ? ସେ ପୁଣି କିଏ? ମୁଖିଆଙ୍କର ମୁଖ୍ୟ। ମୁଖିଆଙ୍କର ମୁଖ୍ୟ କଣ ଆପଣ ବୁଝିପାରୁନାହାନ୍ତି? ମାନେ ଆପଣ ଯେମିତି ଜଗପୁରରେ ମୁଖ୍ୟ, ମୁଁ ଆପଣଙ୍କର ମୁଖିଆ, ସେମିତି ଏଠି ମୁଖିଆଙ୍କର ମୁଖ୍ୟ ଜଣେ ଅଛନ୍ତି। ଆଚ୍ଛା 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 ଆଚ୍ଛା, ସେ ହଉଛନ୍ତି ଭିକେ ପାଣ୍ଡିଆନ ଜି। ବୁଝିଗଲି ବୁଝିଗଲି। ସାରା ଓଡ଼ିଶାର ଖବର ତାଙ୍କ ପାଖରେ ହିସାବ ପତ୍ର ରହୁଛି। ଚମତ୍କାର,
অতি সুন্দর কি ଥଣ୍ଡା ପରିବେଶ ଭକ୍ତମାନେ କି ଆନନ୍ଦ ଉଲ୍ଲାସରେ ଆସୁଛନ୍ତି ଭଗବାନଙ୍କୁ ଦର୍ଶନ କରୁଛନ୍ତି ମୋର ତ ଇଚ୍ଛା ହଉଛି ଏଇଠି ରହିଯାଆନ୍ତି ଚିତ୍ରଗୁପ୍ତ ମହାରାଜ ଆଉ ସବୁ କଣ ଯୋଜନା ଅଛି ମତେ କହିବ କି ଅଛି ଅଛି ଚାଲନ୍ତୁ ଦେଖେଇବି ତେବେ ଯିବା ଚାଲନ୍ତୁ ଆଉ ଡେରି କରିବନି ଆଜ୍ଞା ଯିବା ଚାଲନ୍ତୁ ଆସ ଚିତ୍ରଗୁପ୍ତ ଆଜ୍ଞା ମହାରାଜ ଆରେ ଏଠି କଣ ମତେ ଆଣିଲ ଇଏ ତ ଚିକିତ୍ସାଳୟ ଏଠି ଲୋକମାନେ କେତେ କଷ୍ଟ ଯନ୍ତ୍ରଣା ପାଉଥିବେ କିଏ ବୁଝିବ ପେଟ ମରିଗଲି ମରିଗଲି ମୋ ଜାତି ମୋ ମୁଣ୍ଡ ତ ଏଠି କଣ ଆଣିଲ ଲୋକମାନେ କେତେ କଷ୍ଟ ପାଉଥିବେ ମହାରାଜ ଆପଣ ଏଠିକି ନ ଆସିଲେ ଗରିବ ମାନେ କିପରି ଉପକୃତ ହଉଛନ୍ତି ଆପଣ ଜାଣିବେ କେମିତି ଉପକୃତ କେମିତି ଯୋଜନା ଯୋଜନା ହଁ ହଁ ଯୋଜନା ପୁଣି ଯୋଜନା ହଁ କି ଯୋଜନା ଇଏ ବି ଗୋଟେ ଯୋଜନା ସ୍ୱାସ୍ଥ୍ୟ ଯୋଜନା ସ୍ୱାସ୍ଥ୍ୟ ଯୋଜନା ଆଜ୍ଞା ନା 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 ବିଲକୁଲ ମିଛ କହୁଛ ତମେ ମୋର କଦାପି ବିଶ୍ୱାସ ପାଉନି ତମ ଉପରେ ବିଶ୍ୱାସ ହଉନି ତ ନା। ହଉ ଆପଣ ଟିକେ ରୁହନ୍ତୁ ମୁଁ ଡାକୁଛି ସେ ଯୋଉ ମାଉସୀ ବସିନାହାନ୍ତି ସେ ମଉସା ମାଉସୀ ସିଏ କେମିତି ଉପକୃତ ହେଇଛନ୍ତି ମୁଁ ଡାକୁଛି ଆପଣ ଜାଣିପାରିବେ ଏ ମାଉସୀ ହଉ ମାଉସୀ ଟିକେ ଆସିଲେ ଇଆଡେ ଇଏ କି ବେଶ ତମର ଇଏ ହସ୍ପିଟାଲରେ କଣ ଯାତ୍ରା ପଡୁଛି ନାଇଁ ମାଉସୀ ଆଉ? ଆମେ ହେଲୁ ସରକାରୀ ଅଫିସର ଆଚ୍ଛା ଆମେ ବୁଝିବାକୁ ଆସିଛୁ ଛଦ୍ମ ଭେଷରେ ଆମର ଯୋଉ ଯୋଜନା ସବୁ ହେଇଛି ସେଟା କାର୍ଯ୍ୟକାରୀ ହଉଛି କି ନାହିଁ ସେଇଥିପାଇଁ ବୁଝିବାକୁ ଆସିଛୁ ଆଚ୍ଛା ହଉ। ଦେଖୁନ ଇଏ ହଉଛନ୍ତି ମୋ ସ୍ୱାମୀ ଜମାରୁ ଉଠି ପାରୁନଥିଲେ ମୋର ଚାରିଟା ପୁଅ କେହି ପିଠିରେ ପଡ଼ିଲେନି କିନ୍ତୁ ନବୀନ ସରକାରଙ୍କର ଯୋଉ ବିଜୁ ସ୍ୱାସ୍ଥ୍ୟ କାର୍ଡ ସେଇଥିପାଇଁ ଇଏ ଆଜି ଭଲ ହେଇପାରିଛନ୍ତି ଆଚ୍ଛା ସେ କାର୍ଡରେ କ'ଣ କ'ଣ ସବୁ ମିଳୁଛି କଣ କଣ ମିଳୁଛି ମାନେ ଖାଇବା ରହିବା ଔଷଧ ପତ୍ର ଅପରେସନ ସବୁ ମାନେ ସବୁ ମିଳୁଛି ସବୁ ଫ୍ରି ଆଉ ତା ସହିତ ମହିଳା ମାନଙ୍କୁ 10 ଲକ୍ଷ ଟଙ୍କା ଆଉ ପୁରୁଷ ମାନଙ୍କୁ 5 ଲକ୍ଷ ଟଙ୍କା ମିଳୁଛି ମାଉସୀ ମାନିବାକୁ ପଡିବ କେତେ ସବୁ ଯୋଜନା କରିଦେଇଛନ୍ତି ଇଏ କେତେ ଆଗରୁ ଲୋକମାନେ ହଇରାଣ ହଉଥିଲେ ଦୁଃଖ ଯନ୍ତ୍ରଣା ପାଉଥିଲେ ରୋଗରେ ପଡ଼ିଲେ ମୁଣ୍ଡରେ ହାତ ଦେଇକି ବସୁଥିଲେ ରୋଗ ଭଲ ହେଉନଥିଲା ଆଜି ସରକାର ଏତେ ସବୁ ଯୋଜନା କରିଛନ୍ତି ରୋଗୀମାନେ ସବୁ ଏ ଯୋଜନାକୁ ନେଇ କେତେ ଉପଶମ ପାଉଛନ୍ତି ଔଷଧ ପତ୍ର ଅପରେସନ କି ସୁବିଧା ଏ ସୁବିଧା ଯୋଗାଇ ଦେଇଛନ୍ତି କିଏ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ নবীন বাবু আমি তম ফ্যান ଚିତ୍ରଗୁପ୍ତ ଆଜ୍ଞା ମହାରାଜ ଆଉ କିଛି ଯୋଜନା ଅଛି 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 ତାହେଲେ ଆମେ କେମିତି ଆଗକୁ ଚାଲନ୍ତୁ ଆଗକୁ ଯିବା ହଁ, ନିଶ୍ଚୟ। ଦେଖେଇବ ଆଜ୍ଞା ଆସ ଚାଲ ଚିତ୍ରଗୁପ୍ତ ମହାରାଜ ଇଏ ଚାଷୀ ତ ହଁ ମହାରାଜ ଜଣେ ଚାଷୀ ଆଚ୍ଛା ମଉସା ଆଜ୍ଞା ଆପଣ ଚାଷୀ ତ ଚାଷୀ ମାନେ ପିଓର ଚାଷୀଟା ହେଲେ ଆପଣ ମାନେ କୋଉ ଯାତ୍ରା ପାଟର କାହିଁ ମୁଁ ଜାଣିପାରୁନି ନା 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 ଆମର ଏ ବେଶଭୂଷା ଦେଖିଛି ଆପଣ ଭାବୁଛନ୍ତି ଆମେ କୋଉ ଯାତ୍ରା ପାଟିରୁ ଆସିଛୁ ନାଇଁ ମଉସା ଆଉ ଆମେ ଆସିଛୁ ଆପଣ ମାନଙ୍କୁ ଏ ସରକାରଙ୍କ ତରଫରୁ ସାହାଯ୍ୟ ସୁବିଧା ମିଳୁଛି କି ନାହିଁ ମିଳୁଛି ମାନେ କେତେ କଣ ମିଳୁଛି କଣ ମିଳୁଛି ଏଇ ଦେଖ ଆଗରୁ ଯେତେବେଳେ ବନ୍ୟା ବାତ୍ୟା କି ପ୍ରାକୃତିକ ଦୁର୍ବିପାକ ହଉଥିଲା ହଁ। ସେତେବେଳକୁ ଆମେ ଜାଣିପାରୁଥିଲୁ ସାଧାରଣ ଲୋକ ଆମେ କିଛି ଜାଣିପାରୁନଥିଲୁ ହଠାତ୍ କିନା ଆଉଥିଲା ବହୁତ କିଛି କ୍ଷୟକ୍ଷତି ଘଟୁଥିଲା କିନ୍ତୁ ଏବେ କଣ ହଉଛି କଣ ହଉଛି ପ୍ରାକୃତିକ ଦୁର୍ବିପାକ ଯେମିତି କି ବନ୍ୟା ବାତ୍ୟା କଣ ଗୋଟେ ଆସିବାର ଅଛି ତାହା ଆମେ ଆଗରୁ ଜାଣିପାରୁଛେ ଆଚ୍ଛା କାହା ପାଇଁ ଏ ସରକାରଙ୍କ ପାଇଁ ନା ନାହିଁ ହଁ 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 ଆଚ୍ଛା ତା ଛଡା ଯଦି କିଛି ଗୋଟେ କ୍ଷୟକ୍ଷତି ଘଟିଲା ଆମମାନଙ୍କର ତା ପାଇଁ ତ ସରକାର ଭଲ ଭରଣ ପୋଷଣ ଦଉଛନ୍ତି ଅସୁବିଧା କିଛି ନାହିଁ ଆଚ୍ଛା 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 କୋଉ ସବୁ ଭରଣ ପୋଷଣ ଦଉଛନ୍ତି ଗୋଟେ ଯୋଜନା ବିଷୟରେ ଶୁଣିଲେ ତ ମୁଣ୍ଡ ଖରାପ ହେଇଯିବ ମୁଣ୍ଡ ଖାଇଛ ସେଟା କୁହ କାଳିଆ ଯୋଜନା କାଳିଆ ଯୋଜନା ପ୍ରଭୁ ସେଇ ଯୋଜନା ମାଧ୍ୟମରେ ଆମକୁ ଟଙ୍କା ଆସୁଛି ଆମେ ସେଇଥିରେ ଚାଷ ବାସ କରି ଆମ କଥାରେ ବୁଝି ଆମେ ଆମର ଭଲରେ ଚଳୁଛୁ ଆଉ ଆଚ୍ଛା 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 ତମକୁ କଣ ଦରକାର କି ଥଣ୍ଡା ପାଣି ବି ପେଇଦେବି ମୁଁ ମଉସା ଆପଣ ଖୁସି ତ ଖୁସି ମାନେ ମୁଁ 3 ଡବଲ ଖୁସି ତାହେଲେ ଆପଣ ଏବେ ଆସନ୍ତୁ ଆଚ୍ଛା ତମେ ଏବେ କୁଆଡେ ଯିବ ମୋର ବହୁତ କାମ ଅଛି ମୁଁ ଲୋକମାନଙ୍କ ପାଖକୁ ଯିବି ଲୋକମାନଙ୍କ ଦୁଃଖ ସୁଖ ବୁଝିବି ସରକାରଙ୍କ ତରଫରୁ ସେ ଯୋଜନା ମାନେ ସବୁ ଦେଇଛନ୍ତି ସେ ସବୁ ପାଉଛନ୍ତି କି ନାହିଁ ହଉ ମୁଁ ଯାଉ ସିଆଡେ କୋବି ଗାଡି ଲୋଡ ହେଲା ଯାଆନ୍ତୁ ପ୍ରଭୁକ୍ତ ଦେଖିଲ ତ ଏଠି ସମସ୍ତେ ଖୁସି ସର୍ବସାଧାରଣ ଖୁସି ରୋଗୀ ଖୁସି ଚାଷୀ ଖୁସି ସମସ୍ତେ ଖୁସି ଏଇ ଖୁସିର କାରଣ କିଏ
ନା ଆମ ରାଜ୍ୟର ମୁଖିଆ ନବୀନ ପଟ୍ଟନାୟକ। ଆମେ ତମ ଫ୍ୟାନ୍। ଚିତ୍ରଗୁପ୍ତ, ଆଜ୍ଞା ମହାରାଜ। ଆଉ କିଛି ଯୋଜନା ଅଛି? ଅଛି 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 ତାହେଲେ ବିଳମ୍ବ କହିକି ଆସନ୍ତୁ। ଯଥାଶୀଘ୍ର ଯିବା। ଆସ। ହେଲେ ବୁଝିପାରିଲ? 10 ଥର ପଚାରିଲେ 11 ଥର ବୁଝେଇବି, କିନ୍ତୁ ବୁଝିବା ଦରକାର। ଆଜ୍ଞା ସାର୍। ଚିତ୍ରଗୁପ୍ତ, ଆଜ୍ଞା ମହାରାଜ। ଇଏ ମହାଶୟ ଶିକ୍ଷକ ତ? ଆଜ୍ଞା ମହାରାଜ ଶିକ୍ଷକ। ଆଚ୍ଛା ସାର୍ ନମସ୍କାର। ଆପଣ ଶିକ୍ଷକ? ଆରେ ଆନୁଆଲ ଫଙ୍କସନ ସରିଲାଣି, ତମେ ଯାଅ ଯାଅ, ଆମର ଏଠି କ୍ଲାସ ଚାଲିଛି, ତମେ ଜମା ଡିଷ୍ଟର୍ବ କର। ନାଇଁ 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 ସାର୍, ସାର୍ ଆମର ଏ ପୋଷାକ ଦେଖିକି ଭାବୁଛନ୍ତି ଆମେ କୌଣସି ଆନୁଆଲ ଫଙ୍କସନ ଡ୍ରାମା କରିବାକୁ ଆଇଛୁ। ନାଇଁ ଆଜ୍ଞା, ଆମେ ଏ ଛଦ୍ମବେଶରେ ଆସିଛୁ ସରକାର ବିଭାଗର ଲୋକ, ଯେ ଆପଣମାନଙ୍କୁ ସରକାରଙ୍କ ତରଫରୁ କିଛି ସାହାଯ୍ୟ ସୁବିଧା ମିଳୁଛି କି ନାହିଁ। ମିଳୁଛି କି ନାହିଁ ମାନେ? ତମ ସ୍କୁଲ ଗେଟ୍ ଭିତରେ ଯେତେବେଳେ ପଶିଲ ଜାଣିପାରିଲନି? ଯେବେଠୁ 5T ଆସିଲାଣି ସ୍କୁଲର ରଙ୍ଗ ଢଙ୍ଗ ପୁରା ବଦଳି ଯାଇଛି। ସ୍କୁଲ ରଙ୍ଗ ଦେଖୁଛନ୍ତି କେମିତି ଚିକ୍ ଚିକ୍ କରୁଛି। ସାରା କ୍ଲାସ ରୁମ୍ ଭିତରେ ତ ଦେଖିପାରୁଥିବ, ତମ ମୁହଁ ତ ଚାରିଆଡେ ଦେଖା ହଉଛି, ଚାରିଆଡେ ପୁରା କାଚ ମାର୍କା। ଆଚ୍ଛା, ଆଚ୍ଛା, ଆଚ୍ଛା। ପାଠ ପଢାର କିଛି ଅସୁବିଧା ନାହିଁ, ପାଠ ପଢା ଠିକ ଠାକ ଚାଲିଛି, ବୁଝିପାରୁଛ ନା ନାଇଁ? ହଁ। ଯୋଜନା ପରେ ତ ଖାଲି ଯୋଜନା ଯୋଗି ଦେଇଛନ୍ତି ଆଉ, ଆଚ୍ଛା ଆଚ୍ଛା, କିଛି ଅସୁବିଧା ନାହିଁ। ଠିକ ଅଛି ଠିକ ଅଛି। ଚିତ୍ରଗୁପ୍ତ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଇଛନ୍ତି। ଆଚ୍ଛା ସାର୍, ପିଲାମାନଙ୍କ ପାଇଁ କିଛି ସୁବିଧା ସୁଯୋଗ ଯୋଗାଇଛନ୍ତି ନା ନାହିଁ? ଯୋଗେଇଛନ୍ତି ମାନେ ପଚାରୁନ, ପିଲାମାନଙ୍କୁ ପଚାର, ସେ ତାଙ୍କ ନିଜ ମୁହଁରେ ତମକୁ କହିବେ। ଠିକ ଅଛି ସାର୍। ଆଚ୍ଛା ପିଲାମାନେ, ତମକୁ ସରକାରଙ୍କ ତରଫରୁ ସାହାଯ୍ୟ ସୁବିଧା ଯୋଗାଇ ଦିଆଯାଇଛି କି ନାହିଁ? କଣ କଣ ସବୁ ଦିଆଯାଇଛି? ଆମକୁ ପିନ୍ଧିବା ପାଇଁ ପୋଷାକ ଦଉଛନ୍ତି, ଆମକୁ ସାଇକେଲ ବି ଦଉଛନ୍ତି, ବହି ଦଉଛନ୍ତି, ମଧ୍ୟାହ୍ନ ଭୋଜନ ବି ଦଉଛନ୍ତି, ଆଉ ପଢିବା ପାଇଁ 5T କ୍ଲାସ ରୁମ୍ ଦଉଛନ୍ତି। ଖାଲି କଣ ସେତିକି, ମେଧାବୃତ୍ତି ବି ଦଉଛନ୍ତି, ଏମିତି ବହୁତ ସୁବିଧା ସୁଯୋଗ ଦଉଛନ୍ତି। ଆରେ ବାବା, ଚିତ୍ରଗୁପ୍ତ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦଉଛନ୍ତି। ଖାଲି କଣ ସେତିକି, ଆଉ? ସାଇକେଲ ଖଣ୍ଡେ ଖଣ୍ଡେ ବି ଯୋଗେଇ ଦେଇଛନ୍ତି। ଆଚ୍ଛା 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 ଆଚ୍ଛା, ପିଲାଙ୍କ ପଢିବା ପାଇଁ ଯାହା ଯାହା ଦରକାର ସବୁ ଆମ ସରକାର ଯୋଗେଇ ଦଉଛନ୍ତି। ଠିକ ଅଛି ଚିତ୍ରଗୁପ୍ତ, ଆଜ୍ଞା ମହାରାଜ। ଏଠି ଶିକ୍ଷକ ବି ଖୁସି, ଛାତ୍ରମାନେ ବି ଖୁସି। ଏ ଖୁସିର କାରଣ କିଏ? ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ସରକାର ଯେ ପର୍ଯ୍ୟନ୍ତ ଅଛି ଆମର କିଛି ଅସୁବିଧା ହବାର ନାହିଁ। ବାଃ। ପ୍ରଶ୍ନ ଉଠୁ ନା କପିଲେ? ତାହେଲେ ଆପଣ ମାନେ ସମସ୍ତେ ଖୁସି ଅଛନ୍ତି। ଶୁଣ, ତମେ ମତେ ଟେନସନ ଦିଅନି, ବୁଝିପାରୁଛ? ଏପଟେ କ୍ଲାସ ଚାଲିଛି। ଶୁଣ, ଯୋଜନା ବିଷୟରେ କହିଲେ ରାତି ପାଇଯିବ। ଏଇ ତମ ସହିତ ଗପି ଗପି ମୋର 5 ମିନିଟ୍ ଗଲାଣି। ତମେ ଗୋଟେ କାମ କର, ତମେ ଛଦ୍ମ ବିଷୟରେ ଭୁଲିକି ତମର ଯାହା ଠିକଣା ଯାହା ସବୁ ଯୋଜନା ବିଷୟରେ ବୁଝିବାର ଅଛି ବୁଝ, ମୁଁ ଯାଉଛି। ଏ ପିଲେ ଚାଲ, ଆମର ପ୍ରାକ୍ଟିକାଲ କ୍ଲାସ ଅଛି, ଆମେ ଚାଲୁ। ହଁ ହଁ ଆଜ୍ଞା, ରହିଲି ଆଜ୍ଞା। ହଁ, ହଁ, ହଁ। ନମସ୍କାର ନମସ୍କାର ନମସ୍କାର। ଚିତ୍ରଗୁପ୍ତ, ଆଜ୍ଞା ମହାରାଜ। ଏଠି ବିଦ୍ୟାଳୟରେ ମଧ୍ୟ ସାର୍ ଖୁସି, ପିଲା ବି ଖୁସି। ସେଇ ଖୁସି କିଏ ଯୋଗାଉଛି? ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚିତ୍ରଗୁପ୍ତ, ଯୋଜନା ଅଛି ଆଉ ଅଛି? ତାହେଲେ ଆଉ କାହିଁ ବିଳମ୍ବ କରୁଛ? ଯିବା। ଆସ, ଆଉ ସମୟ ହେବନି, ଆସ ଆଉ ଦେଖିବା, ଆସ। ମୋର ପ୍ରିୟ ମା ମାଉସୀ ଭାଇ ଭଉଣୀ ମାନେ, ଆପଣ ମାନେ ସମସ୍ତେ ଜାଣିଛନ୍ତି ବର୍ତ୍ତମାନ ନିର୍ବାଚନର ସମୟ ଆସିଯାଇଛି। ବର୍ତ୍ତମାନ ବିଭିନ୍ନ ଦଳର ଲୋକମାନେ ଆପଣ ମାନଙ୍କୁ ବିଭିନ୍ନ ପ୍ରକାର ଲୋଭ ଦେଖେଇବେ, କିନ୍ତୁ ଆପଣ ମାନେ କଣ କରିବେ? ସେ ଲୋଭରେ ଭାସିଯିବେ ନାହିଁ। ତେଣୁ ଆପଣ ମାନେ ସମସ୍ତେ ଜାଣିଛନ୍ତି, ଯିଏ ଆମର ସୁଖ ଦୁଃଖର ସାଥୀ ହେଇଛି, ଯିଏ ଆମର ଜନ୍ମପୁରରୁ ମୃତ୍ୟୁ ପର୍ଯ୍ୟନ୍ତ ଯିଏ ଆମକୁ ଯୋଜନା ମାଧ୍ୟମରେ ଖଞ୍ଜି ଦେଇଛି, ଯିଏ ଆମ ଅସୁବିଧା ସମୟରେ ଆମ ସହିତ ଅଛି, ସିଏ ଆଉ କେହି ନୁହେଁ, ଆମ ନବୀନ ସରକାର ଆମ ସହିତ ଅଛି। ତେଣୁ ଆପଣ ମାନେ ଜାଣିଥିବେ, ବିଗତ ଦିନରେ ଆପଣ ମାନଙ୍କୁ ଲୋଭ ଦେଖା ଯାଇଥିଲା ଯେ ଆପଣ ମାନଙ୍କର ଆକାଉଣ୍ଟକୁ 15 ଲକ୍ଷ ଟଙ୍କା ଲେଖାଏଁ ଯିବ, କିନ୍ତୁ ଆପଣ ମାନେ ଆପଣଙ୍କ ମନକୁ ପଚାରନ୍ତୁ, 15 ଲକ୍ଷ କଣ, 15 ଟଙ୍କା ବି ଆପଣଙ୍କ ଆକାଉଣ୍ଟକୁ ଗଲା ନାହିଁ। ଖାଲି ସେତିକି ନୁହେଁ, ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ଘର ଘରକୁ ଗ୍ୟାସ୍ ଯୋଗାଇବାର ପ୍ରତିଶ୍ରୁତି ମଧ୍ୟ ଦେଲେ, ଗ୍ୟାସ୍ ବି ଦେଲେ, କିନ୍ତୁ ପରବର୍ତ୍ତୀ ସମୟରେ ଆମ ଜନସାଧାରଣ ଗରିବ ଗୁରୁବା ସେଇ ଗ୍ୟାସ୍ ଟାଙ୍କି ଭରିବା ପାଇଁ ତାଙ୍କ ପାଖରେ ପଇସା ନଥିଲା। ଯୋଉଠି ଗ୍ୟାସର ଦାମ 400 ଟଙ୍କା ଥିଲା, ଆଜିକା ଦିନରେ ତା ଆସି 1400 ଟଙ୍କାରେ ପହଞ୍ଚିଲାଣି। ତେଣୁ ଆପଣ ମାନେ ଆପଣଙ୍କ ମନକୁ ଥରେ ପଚାରନ୍ତୁ, ଆପଣ କଣ କରିବେ? ଯିଏ ଆପଣମାନଙ୍କର ସୁଖ ଦୁଃଖର ସାଥୀ, ଯିଏ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଆପଣଙ୍କ ସୁଖ ଦୁଃଖ ବୁଝିବାର ଦାୟିତ୍ୱ ନେଇଛନ୍ତି ଏବଂ ଆପଣମାନଙ୍କୁ ସହଯୋଗ କରୁଛନ୍ତି, ଆପଣମାନେ ତାଙ୍କ କଥା ବୁଝିବେ ନା ନାହିଁ? ବୁଝିବେ ନା ନାହିଁ? ହଁ ହଁ ବୁଝିବୁ। ତେଣୁ ଆପଣମାନେ ସମସ୍ତେ
आम प्रिय मुख्यमंत्री मान्यवर श्रीजुक्त नवीन पट्टनायक को विपुल संख्यार भोट दे जययुक्त कराइबे। तेणु आसतु आम समस्ते मिसी एका स्वर नारा देवा घरे घरे पुणी बाजिब शंख नवीन बुझुची आमरी दुख घरे घरे पुणी बाजिब शंख नवीन बुझुची आमरी दुख ओडिशा गौरव आम नवीन बुझुची गरीब ओडिया मन रेकर्ड करिवे नवीन बाबू बीजेडी को आमे जितेई दबु रेकर्ड करिवे नवीन बाबू बीजेडी को आमे जितेई दबु रेकर्ड करिवे नवीन बाबू बीजेडी को आमे जितेई दबु नवीन पट्टनायक जिंदाबाद नवीन पट्टनायक जिंदाबाद शंख चिन्ह जिंदाबाद शंख चिन्ह जिंदाबाद नवीन पट्टनायक जिंदाबाद नवीन पट्टनायक जिंदाबाद नवीन पट्टनायक जिंदाबाद शंख चिन्ह जिंदाबाद नवीन पट्टनायक जिंदाबाद नवीन पट्टनायक जिंदाबाद